আচ্ছা সেই রূপরেখায় সন্ন্যাসী আমার গ্রামে অন্নপরে বাস করেছে। আচ্ছা তারপরে চিনলে তো চিনবো, নিশ্চয় চিনি মৌসা চিনবো নিশ্চিত। তাহলে তো খুব বড় জন্য সবার সবার তো নাই লোক মৌসা গান্ডা ডলা তো লাগিব তেনে বাড়ি ফুটেই ଯିବା বাড়ি করে দিবা। হ্যাঁ তাহলে আসো তাহলে চালো বলো কে রাম নাম দূরের তো শেষ লাগছে মশা এই ঠাকুর দেখিয়া বলি শিষ্য বলিয়া গেলে মন্দিরে মন্দিরে চিনি হনি আসো আগে শিক্ষা না পাইব ଆଉ ଟିକେ ପଳେଇ ଥାନ୍ତା বলছান্তে ହଁ তো স্বামী তো ହଁ ମଉସା ମୋ ଏକା ସ୍ୱାମୀ ସିଏ ଭଲରେ ଜାଣିଛୁ? ପୁରା ଭଲରେ ଚିହ୍ନିଛି ଅନ୍ୟ କାମ ତ ମୋ ସ୍ୱାମୀ ତ କହିଥିଲା ଅସୁବିଧା ନାହିଁ। କହିବି ମୁଁ ତାକୁ ମାଡ଼ ଖାଇବା ପାଇଁ ହଉ ଭଲରେ ଜାଣିଛୁ? ପୁରା ଭଲ ଭାବରେ ଜାଣିଛି 100ରୁ 100। 100ରୁ 100 ତାହେଲେ କଣ କହିବାର ଅଛି ତୋର? କହିବି ନାହିଁ ଏତେ ବଡ଼ ଛାଡ଼ି ପଳାଇଥିଲା ବୋଲେ କୁହ କଣ କହିବାର ଅଛି ଆଉ। କହିବି ନା ହଁ କହିବି ଶୁଣ ସୁଜନେ ଜନା ଗିରସ୍ତ ମହର ଏହି ମୁଁ ପ୍ୟାଣ୍ଟ ପିନ୍ଧିବାକୁ ଭଲ ପାଏ ନାହିଁ ନା ନହେଲେ ସିଆଡ଼େ ବି ବୁଲୁଛନ୍ତି କୁଆଡ଼େ ମୋ ପାଇଁ ଗେରୁଆ ବସ୍ତ୍ର ଭଲ ଲାଗେ ଗେରୁଆ ବସ୍ତ୍ର ଭଲ ଲାଗେ କହିବି ଶୁଣ ସୁଜନେ ଜନା ଗିରସ୍ତ ମହର ଏହି କଥା ଶୁଣି କାନ୍ତ ଦେଖି ଚିହ୍ନିଲି କି ଆଉ କି ଛାଡ଼ିବି କେମିତି ଲାଗିଲା ଏଇଟା କଣ ହଉଛି କଣ ହଉଛି ତମେ ଜାଣିନ କଣ ହଉଛି ଜାଣିନ ନାରୀ ଛୁଇଁଲେ ମାରା ଆସିକି ଚଢି ଯାଉଛି ଉପରେ ଯେତେବେଳେ ତମେ ଚଢୁ ସେତେବେଳେ କହୁନ ତ ମାରିକି ତାଙ୍କ ଭାଙ୍ଗିଦେବି ଆଉ ଥରେ କାନ୍ତ ମୋର ଏହି ମହୁଷା କାନ୍ତ ମୋର ଏହି ঢিলা পড়াই সে ঢিলা পড়াই বিভাগে ভেটিলি মুহি মহুষা আউ তো ছাড়িবি নাহি এই ଝିଅ ପିଲା ଯାହା କହୁଛନ୍ତି ଆପଣ ଶୁଣୁଛନ୍ତି ତ? ସବୁ ସତ ନା ମିଛ? ସବୁ ସତ ପରିକା ଲାଗୁଛି ଆଉ ସବୁ ମିଛ ଆରେ ମିଛ କଥା ସେ କାହିଁ କହିବ? ମିଛ କଥା କାହିଁ କହିବ ମୁଁ କେମିତି ଜାଣିଲି ହଁ ସବୁ ମିଛ କଥା ବାବାଙ୍କୁ ଏଇଟା ଗୋଟେ ଚକ୍ରାନ୍ତ ଫସେଇବାର ଓହୋ ହୋ ବାବା ପଥର ଲଗେଇ ଦେଇଛ ନା ତାହେଲେ ଆପଣଙ୍କର କଣ ଉପାୟ ଅଛି? ଉପାୟ ହଁ ଜାଣି ଜାଣିକି ପଚାରୁଛନ୍ତି ନା ଜାଣିକିରି ପଚାରୁଛନ୍ତି ଆରେ ସେ ଯୋଉ ମିଛ କଥା ହେଇଥିବ ହଁ ତାପରେ ଆପଣ ଭୟ କରୁଛନ୍ତି କାହିଁକି? ଭୟ ନିର୍ଭୟରେ କହୁନାହାନ୍ତି। ମୁଁ ମୋର ଗଣ୍ଠୁଳି ଧରିକି ଯାଉଥିଲି ଆଇଆ ମାଇଲା ଧରି ପଳେଇଲା ଆପଣ ଜାଣିକି ପଚାରୁଛନ୍ତି ମତେ ଅବଶ୍ୟ ଗଣ୍ଠୁଳିର ଉପାୟ ଅଛି। ଏ ସଭା ମଧ୍ୟରେ କଣ ଅଛି ଏଇଠି ବାବା ଏ ସଭା ମଧ୍ୟରେ ତ ଏତେ ଲୋକ ଥିଲେ ମୁଁ ତ କାହିଁ କାହା ପାଖକୁ ଯାଇନି ତମ ପାଖକୁ କାହିଁ ଆସିଲି ମୁଁ ଦେଖିବାକୁ ହ୍ୟାଣ୍ଡସମ୍ ଦାଢ଼ି ବାଡ଼ି ଅଛି ସେଇଥିପାଇଁ ତ ସେଇଥିପାଇଁ ଆଇଲ ଲାଗିଗଲି ନା ଆଉ କଣ ସେ ମାଗୁନ ସେ ଗଣ୍ଠୁଳିଟା ମାଗ ମାଗିବି ହଁ ମାଗ ଟିକେ
ତମ ଶିଷ୍ୟ ଗୁଡି ଲାଜ ନାହିଁ ମୁହଁରେ ଗୁରୁକୁ ତ ମାଗିବ ମାନେ ଗୁରୁ କହିଲେ ଚଢିଯାଉ ଚଢିଯିବ କାହିଁ ସେ ରାସ୍ତାରେ ଶୋଇ ପଡ ଭଲ ଗୁରୁକୁ ନା ସେମିତି କେମିତି ମୁଁ ଯାହାକୁ ଦେବା ତାକୁ ଦେବି ସମସ୍ତଙ୍କୁ ଦେବି କୋଉଟା ଦେବି ସେଇଟା ସେଇଟା ମାନେ କୋଉଟା ନା ନାଇଁ କି ତାର ଆଙ୍ଗୁଠି କୁଆଡେ ସେଇଟା ଦେ ଆଙ୍ଗୁଠି ତଳକୁ ଅଛି ମୋର ତିନିଟା ଜିନିଷ ଅଛି ତମେ କୋଉଟା ନବ କୁହ ମୋର ଯୋଉଟା ଦରକାର ମୁଁ ସେଇଟା ନେବି ନା ତିନିଟା ଜିନିଷ ନେଇକି ଆଚାର କରିବି ସାର୍ ଓ ଆଜି ବଡ଼ କଣ ମିଳିଲା କି ହଁ ଦେଖୁନ କେମିତି ଝାମ ଝାମ ଝିମ ଝାମ ହଉଛି କଣ ଔଷଧ ହେଇଥିଲା କି ଆଉ କଣ କହୁଥିଲା ଟିକେ କହିଲ କିଏ କହୁଥିଲା ନା ହଁ କହିବି ଶୁଣ ସୂଚନା ଜନ ଗିରସ୍ତ ମହର ହେଇକି ହଁ କଥା ଶୁଣି ତାଙ୍କ ଦେଖି ଚିହ୍ନିଲି ଆଉ କି ଛାଡ଼ିବି ମୁଁ ତା ଘଇତା କେମିତି କହୁଛି ଆଉ ମୁଁ ତା ଘଇତା ଆଉ ନା ହଁ କେଉଁ ଦେଶରେ ନାରୀ ସୃଜନେ କେଉଁ ଦେଶରେ ସ୍ତ୍ରୀ ଏକା ହେଇ ବୁଲୁଅଛି କିପରି ଆସି କହୁଛି ଯୋଉଟା ଗଲେ ତ ଘଇତା ମୋରି ଲାଜ ଥିଲେ ଏମିତି ଥାକି ମିଟି ହୁଅନ୍ତା ନା ଲାଜ ସବୁ ସେ ଛାଡି ଦେଇକି ଆଇଛି ସେଇ ନିସ୍ତା ହଉଛି ନହେଲେ ହେଇଥାନ୍ତି କି ତୋ ସହିତ କଥା ହେବା ଯେ ମୁଁ ଆଶ୍ରମ କାକୁଡି କାଟିଲି ଚକି ଚକି କଲି ମଝି ଚକି କଲି ରହିଥା ତ ଛାଡିକି ଛିଡା ହେଇଥା ଏସବୁ ମଧ୍ୟରେ ନାଇଁ କରିଅଛ କିନ୍ତୁ ତମେ ଏକା ମୋର ଗଇତା ଏଇଟା କଣଟା ଧରିଥା ଧରି ଏତିକି ଧରିଥା ହଁ ଧରିବି ନାହିଁ ଆଲୋ ଖରାପି ପାଟି କେଚିଡି ପେଟି କାଢୁଛୁ ମୋ ଆଗେ ଆସି ଖୁଣ୍ଡା ଥିଲେ ବୋଲି ଖଣ୍ଡ କରିଦେଇ ହୁଅଲେ ହୁଅନ୍ତା ଅଛି କି ଖରାପି ନାରୀ ସୁଜନେ ଖରାପି ନାରୀ ସନ୍ନ୍ୟାସୀ ଯାହା କହୁଛନ୍ତି ଆପଣ ଶୁଣୁଛନ୍ତି ତ ସବୁ ଶୁଣୁଛି ସବୁ ସତରେ ମିଛ ସବୁ ମିଛ କଥା ସବୁ ମିଛ ସେ ମକରନ୍ଦ ପାନ କରି ତାର ସବୁ ମିଛ କଥା ସବୁ ମିଛ କଥା କହୁଛି ଏ ସତ୍ୟତା ଟିକେ ବି ନାହିଁ ଆପଣଙ୍କର ଉପାୟ ଅଛି ଅଛି ନା ଉପାୟ କାହିଁ କହିଲ ଦେଖି ବାବା କେନ୍ଦ୍ରରେ କଣ କହୁଥିଲେ କହିଦେବି କଣ କରୁଥିଲ ଯେ ତାହେଲେ ଶୁଣ ବାବାର ଅସଲ ଚେହେରାଟା ଶୁଣ କେରେ ବଚନ ଦେଉଛୁ ମନ ଦେଉଥାଉ ମୋର ଗାଲେ କଣ ହଁ ନା ଗେଲରେ ବଡ କୋଉ ଲୋକ କେରେ ବଚନ ଦେଉଛୁ ମନ ଦେଉଥାଉ ମୋର ଗାଲେ ଗିରସ୍ତ ଭାରିକା ସ୍ନେହ ପ୍ରେମକ ପାଶରେ କେତେବେଳେ ବାବାର ବଳ ନାହିଁ ଅରୁଆ ଭଜା ବୋଲି କାହିଁ ତା ପଛରେ ପଡିଛ ମତେ କହେ କାହିଁକି ପଛରେ ପଡି ଜାଣିନ ଏମିତି ଉଦ୍యోଗୀରେ ରଖିଛ କିଏ ଗାଁରେ ଠିକ କଥା କହୁଛେ ତ ଏମିତି ଯଦି ଉଦ୍యోଗୀ ପଠେଇଦେବ ଆପଣ ଆଗରୁ ସେମିତି ଗେଲ ଗମାତ କରିଥିବେ ନା ଆଉ ହଁ ଗେଲ ବଚନ ମହୁଷା କେଲେ ବଚନ
କି ଧନ ମୁଁ କହୁଥିଲି କହୁଥିଲେ କି ମୁଁ କହୁଥିଲି ଆଉ କାହା କହୁଛି ସିଏ? ଏ ଭିତରେ ଥାନ୍ତି ବୋଲେ କାହିଁକି ଏଇରାକ ମୁଁ ବର୍ଷ ବର୍ଷ ଧରି ବଢେଇଥାନ୍ତି ନାଇଁ ନାଇଁ ମତେ ନାଇଁ କଣ ଭଲ ଲାଗୁଛି ଏଇରାକ ରଖିକି ଦେଖିବାକୁ ମତେ ସେଇଆ ମତେ ଭଣ୍ଡ ବାବା ନାଇଁ ମୁଁ ଭଣ୍ଡ ବାବା ଜଣା ପଡୁଛି ଆଉ ହଁ ଜଣା ପଡୁଛି ଗାଁରେ ତ ବଳକା ଥିଲା ବୋଲି ପଛରେ ଲଗେଇଛନ୍ତି ଜଣା ପଡିବ ହଁ ଏମିତି କଥା କି ଆଉ ଆଚ୍ଛା ସେ ଯୋଉ କଥା ଗୁଡିକ କହୁଛନ୍ତି ହଁ ଏହା ସବୁ ସତ ନା ମିଛ ସତ ପରିକା ଲାଗୁଛି କି ବାବା ନାଁରେ ଏତେ ମିଛ କହିବାଟା ଏଇଟା ଠିକ ନୁହଁ ଅପମାନ ସେଟା ଆପଣ ଜାଣିଥିବେ ଆଉ ମୁଁ କିନ୍ତୁ ଜାଣିନି ଆଜି ଏମିତି ଅପମାନ କରୁଛ କାଲି ସକାଳେ ଯଦି ଆସିକି ମତେ ଅଣ୍ଡା ମାରିବ ଆରେ 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 ଆଜିକାଲି ଦୁନିଆରେ କେତେ ପ୍ରକାର ବାବା ଅଛନ୍ତି ଆପଣ ଜାଣିଛନ୍ତି ନା ଆମେ ହେଲୁ ସେ ଭିତରୁ ଭଲ ବାବା ଭଲ ନାକୁ ବାବା ହଁ କିନ୍ତୁ କାମ ହଉଛି ତାଙ୍କର ଓଲଟା ନା ନା ଆମେ ବାବା ବାବା ସାଧୁ ସନ୍ତ ଲୋକ ରାମ 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 ଏ ସବୁ ମିଛ କଥା କହୁଛନ୍ତି ନା ସବୁ ମିଛ ସବୁ ସତ କଥା କହୁଛି ମଉସା କହିବି କୁହ କୌଣସି ଆପଣ କହୁଛି ଗୋଟିଏ ଶୁଣ ଏଇଟା ବାଜିଲେ ବାଜିଲା ହଁ ହଁ ଆଲୋ ଗଳ ଦଇ ବଇ ଏସାଇ ସେସାଇ ଜିଡିଂ ପଡା ସାଇ ବିକି କରୁଥାଉ ପ୍ରୀତି ଆଚ୍ଛା ଲୁଣିତ ହେବାରୁ ଏଠାକୁ ଆସିଲ ନେଉ ତୁମର ଜାତି ଗଳ ଦଇ ମୁଣ୍ଡେ ବହି ଚୁଡାଲେ ଗଳ ଦଇ ମୁଣ୍ଡେ ବହି ହ୍ୟାଲୋ ଝିଅ ଜାତିରେ ତ ଗୋପାଳ ଘର ଝିଅ ବୋଲି କହୁଛନ୍ତି ହଁ ସେ ଘୋଳ ଦହି କହିକି ଏସେଇ ସେଇ ସେଗୁଡା ବିକ୍ରି କରୁଛନ୍ତି ନା କଣ ବାବା ଏକୁଟିଆ ବୋଲି ମତେ ତ ଲାଗିଲେ କର୍ମ କରିବାର ଲାଜ କଣ ଅଛି କହୁନାହାନ୍ତି ଆମର ତ କାମ ସେଇଟା ନା ଆଉ ହ୍ୟାଲୋ ଝିଅ ହଁ ସିଏ କେତେବେଳେ ତାଙ୍କୁ ତଦ ଦେଖି ଦେଇଛି ମତେ ବାବା ପିଛା ନ ବୋଲେ କେମିତି ଜାଣିବ ସେ ହଁ ବାବା ଆସି ଲୁଚି ଲୁଚି ଦେଖୁଥିଲା ନହେଲେ କେମିତି ଜାଣିବ ସେ ବୁଝିଲା ଆଉ ହଁ ସେ ଘୋଳ ଦହି ଖାଇଛି ନା ସେ ଦେଖି ଦେଖିକିରି ବାବା ଓହୋ ହୋ ସବୁ ଦେଖିଛି ନହେଲେ ଏତେ କୁଆଡେ ଜାଣିବ ଘୋଳ ଦହି ଖାଇଛି ମତେ ଗୌରୀ ରାଧେ ଶ୍ୟାମ ବୋଲ ରାମ ରାମ ସେଗୁଡା କହୁଛି ଯେ ମୁଁ ଶବ୍ଦରୁ ବୋଧେ କହିବି ହଁ କହୁନ ତାହେଲେ କହୁଛି ଶୁଣ ହଁ ଉଡେ ଆଉଛି ନୟନ ବୁଝି କାଢୁଥାଉ କେତେ ଥଟା ଉଚ୍ଚର ଚୁମିବା ଚାଟି ଚିମୁଟି ଦେଲେ ହେଲେ କେତେ ମିଠା ଇଏ କଣ ହଉଛି ମତେ ଆଉ କିଛି ପଚାର କଣ ହଉଛି ସେ ଆଉ ମନକୁ ମତେ କଣ ଚିନ୍ତା କର ମତେ ପଚାର ଗଡ ଭାଙ୍ଗିବି ଏଇଟା କହିଦେଇଥ ଉରେ ମାଉଜି ପଡେ ମଉସା ଉରେ ମାଉଜି ପଡେ ଭଗତେ ସେବେଲା କଣ କହିଲି କଣ ଲାଗିବି ନା କଣ ବୋଧେ ଉଦର ଜୀବିକା ବେଳେ ତମ ଚାଟି ନାଭି ମିଳେ ସେଇ କଥା ଏଇଟା ବିଶ୍ୱାସ ହଉଛି ବିଶ୍ୱାସ ହଉଛି ବିଶ୍ୱାସ ହଉଛି ବୋଲି ସେ କହୁଛି ଆଉ ମୋହମାୟାରେ ବସିନାହାନ୍ତି ବାବା ଆରେ ଆଗରୁ ସେ ଘଟଣା ଗୁଡ଼ିକ ଘଟି ଯାଇଥିବ ଆଗରୁ ନୁହଁ ଆବାଲ୍ୟର ବ୍ରହ୍ମଚାରୀ ଆଉ ନୟନ ନ ଦେଖୁ ନାରୀ ଯଦି ଦେଖିବୁ ଏମିତି ବୁଢୀ କାହିଁ ଦେଖିବୁ ଦେଖିବୁ ଷୋଳ ବୟସୀ ଓହୋ ହୋ ଆଚ୍ଛା ଝିଅ ହଁ ହଁ ଯା ବାବା ତ ଯେତେ କହିଲେ ମୁଁ ମାନୁନି ସେ ମାନିବ କୁଆଡେ ଯିବ ଆଉ ହଁ ମାନିବ ନା ଟିକେ ଶୁଣ ହଁ କଣ କହୁଛ କଣ କହୁଛି ନେଇଯିବ କହୁଛି ଦେଖ ନେଲେ ତ ଭଲ ହେଲା ଆଉ ନା ଟିକେ ଜବରଦସ୍ତି କଲେ ସିନା ମୁଁ ମୋର ଡିମାଣ୍ଡଟା କରିବି
କ'ଣ ଡିମାଣ୍ଡ ଅଛି କହିଲେ ଆପଣଙ୍କର? ଆଁ? ଆପଣ କ'ଣ ଡିମାଣ୍ଡ ଅଛି? ମୁଁ ଭାବୁଛି ଏମିତି ଲୋକ ହସା ହେବା ଅପେକ୍ଷା ହଁ ଆଶ୍ରମକୁ ଧରି ପଳେଇକି ସେଟା ଆଉ ଉତ୍ତମ କଥା ଆଉ। ତାକୁ ଗୋଟେ କାମରେ ଲଗେଇଦବା। ହଁ ଭଲ କଥା। ଆଁ? ଯୋଉ କାମ କଲେ ସେ ଲଗେଇଲେ ସେ କରିବ ନା। ବୁଲି ବୁଲି ସେ ଗୋଡ଼ ହାତ ଭିଡ଼ା ହେଇକି କ'ଣ ହେଇଯାଉଛି ବାବାର ଏକୁଟିଆ। ହଁ ହଁ ସେ ସେବା କରିପାରିବ ବୋଲି ନେଇକି ପଳେଇବା। ଓହୋ କି ପ୍ରକାର ସେବା ଆପଣ ଚାହୁଁଛନ୍ତି? ବର୍ଷକୁ 12 ମାସ, କ'ଣ ହେଲା? ବର୍ଷକୁ 12 ମାସ, ହଁ ହଁ 6 ଋତୁ। ହଁ ହଁ ବାବା ଟିକେ ସୁକୁମାରିଆ ଲୋକ, ଆଚ୍ଛା ଆଚ୍ଛା ଋତୁ ଅନୁଯାୟୀ ଯଦି ସେବା କରିପାରିବ ତାହେଲେ ଦେଖିବା ଆଉ ଚିନ୍ତା କରିବା। ଓହୋ ଏପରି କଥା ନେଇକି ହଁ ହେଲେ ଝିଅ ହଁ ମଉସା, ବାବା କ'ଣ କହୁଥିଲେ ଜାଣିଛ? ସବୁ ତ ଶୁଣୁଛି। ନେବି ହଁ। ନେବି ଯେ ଗୋଟେ ଡିମାଣ୍ଡ ମୋର ଯଦି ଫୁଲଫିଲ୍ କରିବ ହଁ ତାହେଲେ ନେବି ବୋଲି କହୁଛି। କ'ଣ ଜାଣିଛି ସେଟା? କ'ଣ ସେଟା କହୁନାହାନ୍ତି? ବର୍ଷକୁ ହେଉଛି 12 ମାସ, ହଁ 12 ମାସକୁ ହେଉଛି 6 ଋତୁ। ଆଚ୍ଛା ଋତୁ ଅନୁଯାୟୀ ଯଦି ତୁ ସେବା କରିପାରିବୁ ତାକୁ ହଁ ହଁ ତାହେଲେ ସେ ତମେ ନେଇକି ଯିବ। ତାହେଲେ ଆଉ କ'ଣ କରିବା ମଉସା? ଯାହାହେଲେ ବି ତ କରିବାକୁ ପଡ଼ିବ ନା। ହେଲେ ଝିଅ ସ୍ୱାମୀର ସେବା କରିବା ତ ସ୍ତ୍ରୀର ଧର୍ମ। ଧର୍ମ। କ'ଣ ଅସୁବିଧା କ'ଣ ହେଉଛି? ନା ଅସୁବିଧା ମୋର କ'ଣ ମଉସା? ଯେତେ କଷ୍ଟ ପଡ଼ୁ ପଛେ ତା ପାଇଁ ତ ଘରୁ ଛାଡ଼ିକି ଆସିଛି। ହଁ ହଁ ହଁ। ଆଉ ଯେତେ ଯାହା କଷ୍ଟ ହେଲେ ବି କରିବାକୁ ପଡ଼ିବ ଆଉ। ତାହେଲେ ସେବା କରିବୁ। ନିହାତି କରିବି। ତାହେଲେ ଆସ ଏପଟକୁ। କ'ଣ କହିଲେ? ବର୍ଷକୁ ହେଉଛି 12 ମାସ ଝିଅ, 6 ଋତୁ ଆଚ୍ଛା ହେଲା। କି ଋତୁ କହିଲୁ ଦେଖି? ଯେ ବାବା ପ୍ରଥମେ କୁହନ୍ତୁ ଟିକେ ଗୀତ ମାଧ୍ୟମରେ, ଏମିତି କଥାରେ କହିଲେ ହବ କି ଆଉ? ହଁ ସେ କହିବ ନା ଆଉ। ଆଉ କହନ୍ତୁ। ସେ କହିବ। ମନ ଦେଇକି ଶୁଣେ। ହଁ ବର୍ଷକ 12 ମାସଲା 6 ଋତୁଟି ଅବଶ୍ୟ, କେଉଁ ଋତୁରେ କି ସେବା କରିବୁ କହ ଶୁଣିବା, ତେବେ କରିବି ତ ହାତ ଛାଡ଼ିଲା। କହୁଥିଲେ ବିନିତା ଛାଡ଼ିଲା। ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ ଶୀତ ବସନ୍ତ ଆଚ୍ଛା ଇଏ ହେଉଛି 6 ଋତୁ। ହାଇ 6 ଋତୁ ପ୍ରଥମେ କି ଋତୁ ଆସୁଛି କହିଲୁ? ଗ୍ରୀଷ୍ମ। ଗ୍ରୀଷ୍ମ ଋତୁରେ କି ପ୍ରକାର ସେବା କରିବୁ? ଆଉ ତାହେଲେ କହୁଛି ପନ୍ଦରଟା ଭୋଏ ଗ୍ରୀଷ୍ମେ ଆଲଟ ଚାମର ବେନି କରିଥିବି ମୋର ଚୁଆ ଚନ୍ଦନ କର୍ପୁର ଗୁରାଇ ରଖିଛି ପାତ୍ର ଅଙ୍ଗେ ଦେଇ ଗ୍ରୀଷ୍ମେ ଆଳଟ ଚାମର ବେନି କରିଥିବ ମୋର ଚୁଆ ଚନ୍ଦନ କର୍ପୁର ଭରି ରଖିଛି ପାତ୍ରରେ। ଥଣ୍ଡା ଲାଗିବ। ତାପରେ କ'ଣ? ଥଣ୍ଡା ଲାଗିବ କି? ଆପଣଙ୍କ ଶରୀରରେ ସେ ଲେପ ଦେବ। ମୁଁ ବାହାରେ ବୁଲି ବୁଲି ଆସିବି, ଟିକେ ବସି ପଡ଼ିଲେ ମତେ ବିଞ୍ଚି ଦେଇକି ଲେପନ କରିବ କିଏ? ଭଲ ଲାଗିବ। ଭଲ କହିଲେ ବାବା ଏତେ ଗରମରେ ବର୍ଷା ଋତୁରେ କି ପ୍ରକାର ସେବା କରୁ? ବର୍ଷାରେ ମେଘ ଗର୍ଜନ ହୁଆଇ ମନ ଛନ ଛନ ବରଷରେ ବିଧି ବିଧି ପାଖେ ପାଖେ ତୁମ ଥିବି
ଭଗତେ ବର୍ଷା ଋତୁଟା ମନକୁ ଆସିଲା କି ବର୍ଷାରେ ଏମିତି ମଜା ଅଛି ହଁ ବର୍ଷାରେ ଏମିତି ସବୁ ସେବା ଅଛି ଆଉ ଝିପିଝିପି ବର୍ଷା ହଉଥିବ ଆମର ଟିଣ ଛପର ଆଶ୍ରମ ହଁ ହଁ ସାଉଣ୍ଡ ହଉଥିବ କି ମଜା ଲାଗିବ ହେ ଭଲ ଲାଗିଲା କହିଲେ ଝିଅ ବର୍ଷା ଋତୁର ତା ମନକୁ ଆସିଯାଇଛି ଆଚ୍ଛା ତାପରେ କି ଋତୁ ଆସୁଛି ଝିଅ ସେଇଟା କହିବ ତାହେଲେ ଶରତ ଋତୁ ଆସୁଛି ତାହେଲେ ଶରତ ଋତୁରେ କିପରି ସେବା କରିବୁ ଶରତ ଋତୁ ଆସିବ ଆକାଶ ସଫା ଦିଶିବ ଛାତିକୁ ଛାତି ମିଶାଇ ଚାନ୍ଦିନୀ ରାତି ଦେଖାଇ ପ୍ରେମର ଗ୍ରୀଷ୍ମ ବର୍ଷା ଶରତ ତାପରେ ହେମନ୍ତ ହେମନ୍ତ ଋତୁରେ କି ପ୍ରକାର ସେବା କରିବେ ଓହୋ କହିବାକୁ ପଡିବ ନା ଆଉ କହିବା ତାହେଲେ ଆଉ ହେମନ୍ତ ଋତୁ ଆସିବ ପରି ଦିଶିବ ପ୍ରେମର ଚାଦର ଘୋଡ଼ାଇ କରି ଆଦର ପ୍ରେମ এই প্রকার সেবা আছে ହଁ ଅଛି ଆଉ ମନକୁ ସେବା କରିବାଟା ରୀର କୋଉ ଋତୁଟା ଶ୍ରେଷ୍ଠ କହିଲେ ଦେଖି ସେ କଥା ତ ମୁଁ ଜାଣିକିନି କିନ୍ତୁ ଯେତିକି ଶୁଣିଛି ସବୁଠାରୁ ଶ୍ରେଷ୍ଠ ଋତୁ ହଉଛି ଶୀତ ଋତୁ ଝିଅ ଅଧିକା ଥଣ୍ଡାରେ ଥରୁଛନ୍ତି କି ପ୍ରକାର ସେବା ଦେଇପାରିବ ସେଇଟା ପଚାର ଛଅ ଋତୁ ଠାରୁ ଶ୍ରେଷ୍ଠ ଋତୁ ହଉଛି ସ୍ୱାମୀ ସେବା କରିବାର କୋଉ ଋତୁ ଶୀତ ଋତୁ ଆଜ୍ଞା ଶୀତ ଋତୁ କେମିତି ସେବା କରୁ ଝିଅ କହିବେ ହଁ କହିବାକୁ ପଡିବ ତାହେଲେ କୁହ শীতে অগ্নি সম হই দেহকু দেহ মিশাই এহা না দেখিবে গই পাশে গড়াই রখি পাশে গড়াই রখি ଭଲରେ କୁହ ମନକୁ ଆସିଲା ଯଦି ଏମିତି ମଜା ଜାଣିଥାନ୍ତି ସାଂସାରିକ ଜୀବନରେ ତାହେଲେ ମୁଁ ଏରା କାହିଁ ବଢେଇଥାନ୍ତି ବସନ୍ତ ବହେ ପବନ ଆନନ୍ଦିତ ସବୁ ଗମନ କରଇ ଗାନ ପାଶେ ବସି ହସୁ ସବୁ ସବୁ ଆସିଲା ନା ସବୁ ଆସିଲା ଆଉ ଟିକେ ବି ଅଛି ତା ସବୁ ଆଚ୍ଛା ଆଉ ଗୋଟିଏ ଅଛି ବା କଣ ଅଛି କହିଲେ ଦେଖି ଲୋକେ ହସିବେ କଣ
ବାବା କହିକି ଆଉ ଥରେ ଏଇଟା କଣ ହଉଛି ବୋଲି ମାରିବେ କଣ ମୁଁ ସେଇଟା ଭାବୁଛି। କ'ଣ କୁ ସେବାଟା ଦରକାର ଆହୁରି କହିବୁ ତମକୁ ଧୀରେ କହିବି ତମେ ଯାଇକି ତା କାନରେ କହିବ। ନା କୁହ ଏତେ ବାଟ ଗଲାଣି ବୋଲି କହୁଛି। ହଁ କୁହ କହିବି ହଁ ପଲଙ୍କ ସେବାଟା କରିପାରିବ ନା ନାଇଁ ଏ, ପଲଙ୍କ ଏ, ଏ, କି ସେବା ପଲକ ସେବା ହଁ କହିବ ଆଉ ପଚାର ପଚାର। କହିଲ ଝିଅ ହଁ ମଉସା ପଲକ ସେବା ପୁଣି କ'ଣ ମୁଁ କିଛି ଜାଣିନି ତ ଏତେ ସବୁ ଯଦି ସେବା କରିବି ହଁ ଆଉ ପଲଙ୍କ ନଥିଲେ ସେବା କେମିତି ହେବ ସେଇଟା କହିବୁ ତାହେଲେ କରିବି ଆଉ ଏତେ କଲିନି ଆଉ ପଲଙ୍କ ସେବା କାହିଁ ଛାଡ଼ିବି। ପ୍ରେମ ହେଉଅଛି ରଙ୍ଗ ସଜାଇଥିବି ପଲକ ଆପଣ ଆସି ବସନ୍ତେ ପଲକ ସେବା କରିବି ପଲଙ୍କ ସେବା କରିବି ଝିଅ ହଁ ମଉସା କହୁଥିଲୁ ହଁ ତା ସତ କି ଗର୍ଭରେ କ'ଣ ସନ୍ତାନ ଅଛି ବୋଲି କହୁଥିଲୁ ଅଛି ଅଛି ହଁ ସେ ଜାଣିନି ମତେ ବାବା ଜାଣିନି ଗର୍ଭରେ ସନ୍ତାନ ଥିବ ସେ ଜାଣିନି ନା ଛାଡ଼ିକି ପଡ଼ିଛି ଆଉ ଜାଣୁ କି ହଁ। କହିଦେଲୁ ଟିକେ ଗର୍ଭରେ ଅଛି ସନ୍ତାନ ଏକଥା ଶୁଭେ ନ ଜାଣ, ଏକଥା ଶୁଭେ ନ ଜାଣ। ଗର୍ଭରେ ଅଛି ସନ୍ତାନ ଏକଥା ଶୁଭେ ନ ଜାଣ, ଏକଥା ଶୁଭେ ନ ଜାଣ। ତାହା ଚାଲ ବି ଡାକୁଛି ହଁ ଆପଣ ଯଦି ନ ଯିବେ ତାହେଲେ ଆପଣଙ୍କର ପରିଣାମ କ'ଣ ହବ ଜାଣିଛନ୍ତି ତ ନା ପଳେଇବି ନା ଆଉ ଯିବେ ଯିବି। ଯଦି ନ ଯାଏ କ'ଣ ହବ ନହେଲେ କଣ ହବ କି କହୁନାହାନ୍ତି। ଯଦି ମୋ କଥା ନ ମାନନ୍ତି ସେ ହେବ ହରିରାଣ, ସେ ହେବ ହରିରାଣ। ଯଦି କଥା ନ ମାନନ୍ତି ସେ ହେବ ହରିରାଣ, ସେ ହେବ ହରିରାଣ। ନ ଯିବ ସେ ଜବରଦସ୍ତି କରା ପର୍ଯ୍ୟନ୍ତ ନ ଯିବ ତାହେଲେ ତମର କୋଉଠି ଜେଲରେ ତମ ଦିନ କାଟିବ ମୁଁ କାହିଁ ସେଇଠି କାହିଁକି ଆଜିକାଲି ମହିଳା କମିଶନ ଅଛି ନା ହଁ ମହିଳା କମିଶନ ଉପରେ ଯଦି ସିଏ କ'ଣ ଗୋଟେ ଏଫଆଇଆର ଦେଇଦେଲା ଆଉ ସେଇଠି ମୋର ଦିନଟା ପଳେଇବ କି? ତମର ବାପ ପଡ଼ିଆ ସରିଯିବ ନା ତା ଅପେକ୍ଷା ୟାକୁ ନେଇକି ରଖିଦେଲ ହବନି। ହଁ ଲକ୍ଷରେ ତ ଭଲ ହବ ନା ଆଁ, ତାହେଲେ ଡାକୁଛି ପଳେଇବ। ହଁ 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 ଏଇଠି ଶୁଣ ଶୁଣ ଭଗତେ ହଁ ସିଏ କହୁଛି କ'ଣ ଝିଅ ପିଲାଟା କହୁଛି ହଁ ଆସ ଆସ ଯୋଗୀ ମୋର ଘରକୁ ଯିବା
ମୁଁ ଚାଲ ଚାଲ କହିଦେବି ଆଉ ତମେ ଚାଲ ଚାଲ ବୋଲି କହିଲେ ହବ ନା ଆଉ ଆଉ ମୁଁ ଧରି ପଳେଇବି ଆଉ ମଜାରେ ପଳେଇବ ଆଉ ଚାଲ ଚାଲ ପ୍ରିୟତମା ସବୁଦିନ ପରେ ଆଜି ହେବ ମେଳ ମିଳନ କି ଭଲ ନା ନେଇକି ଆଉ ଆଗକୁ କଣ କରିବି ଶୁଣ ଭାଇ ଗୋଟେ ସମସ୍ୟା ଯଦି ବଢି ଯାଇଛି ତାକୁ ବଢେଇଲେ ହବ କି ଛିଡ଼େଇ ଦେଲି ବା ସମସ୍ୟାଟା ସମାଧାନ କରିବାର ଅଛି କ'ଣ ଜ୍ଞାନୀ ଲୋକଙ୍କର ଗୁଣି ଲୋକଙ୍କର କର୍ତ୍ତବ୍ୟ ହେଲା ସମସ୍ୟା ବଢେଇବାଟା ସେଟା ଇଏ ନାହିଁ ତାପରେ ଏଇ ସୁଯୋଗ ହାତ ଛଡ଼ା କିଏ କରିବ ମତେ କହୁନାହାନ୍ତି କିଏ ହାତ ଛଡ଼ା କରିବ ଠିକ୍ ଠିକ୍ ଆଉ ବାବା ତାହେଲେ ବାଟକୁ ଆସିଲେ ଇ ଭେଷଭୂଷା ଯେତିକି ତମର ଦାଢି ଗୌରୀକ ବସନ ଏଇଟା ରଖିକି ଆଉ ସବୁ ଛାଡ଼ିବାକୁ ପଡ଼ିବ ହଁ ଛାଡ଼ି ଗୌରୀ ତ ବାସନ ଗଲାରେ ଦେଖିଛୁ ହଁ ମଉସା ତଥାପି ଭରସା ନାହିଁ ତଥାପି ବର୍ଷା ପାଉନି ସାଧୁ ସନ୍ନ୍ୟାସୀ ମାନଙ୍କର କଥା ଭରସା ପାଉନି ବଣ୍ଡ ଭାବ ପରା ତଥାପି ଗ୍ୟାରେଣ୍ଟି ନାହିଁ ହଁ କଥା ତେଣୁ କ'ଣ କରିବା ସପୋର୍ଟ କରିକି ଠାକୁର ଆମ ପାଖରେ ଅଛନ୍ତି ଆଚ୍ଛା ଠାକୁରଙ୍କୁ ଟିକେ ତାଙ୍କୁ ସାକ୍ଷୀ ରଖିକିରି ହଁ ତମକୁ ଯିବାକୁ ପଡ଼ିବ ତାହେଲେ ଠିକ ଅଛି ଆଉ ପ୍ରମାଣ ଠାକୁର ହିଁ ଯାହା କରିବେ ହଁ ହେଲା ଭରସା ନେଇଗଲେ କରିଦେବି ଏଇଟା ଦିନର ବିଚ୍ଛେଦ ଭଗତେ ଯିବ ତାହେଲେ ପଳେଇବ ଆଉ କଣ କରିବ ପଳେଇବ ହଁ କୋଉଠିକି ଯିବ କୋଉଠିକି ଯିବ କହିଲ ନା କୋଉଠିକି ଯିବ କହିଲ କୋଉଠିକି ଯିବେ ନା କୋଉଠିକି ଯିବି ହଁ ଦେଖିବା ନଉ ନଉ କୁଆଡେ ଯିବି ଆଉ ଆଶ୍ରମକୁ ଆରେ ଝିଅ ହଁ ବାଟି ଗଡ଼ି ଗଡ଼ି କୋଉଠିକି ଯିବ ଦିନଟାକୁ ଆଉ ଯୋଗୀ ଖୋଜି ଖୋଜି କୋଉଠି ଯାଉଛି ଯୋଗିଆଣୀ ପାଖକୁ ଠିକ ତ ସେଇଟା ଅଛି ପୁରୁଷର ସେଇଟା ହେଲା ଆରେ ଗୋଟେ କୁହ ମୁଁ ହାରିକିରି ବୋଲି କହୁନ ନା ହାରିବି କାହିଁକି ଏଇ ତ ଏବେ ବି ହାରିବା କଥା କହୁନି ତାହେଲେ ଲାଗିବା କହୁଛି ଥରେ ପୁରୁଷର ଦୁର୍ବଳତା ହଉଛି ନାରୀ ହଁ କାହିଁକି ମୋ ପାଖକୁ ଆଣୁଥିଲ କି ନହେଲେ ମୁଁ ତ ଷ୍ଟ୍ରଙ୍ଗ ହେଇକି ଥିଲି ନା ଭଲ ଝିଅ ହଁ ଏମିତି ବାଦ ବିବାଦ ହେଲେ ହବନି ଝିଅ ହଁ ସିଏ ଯାହା କହୁ ସବୁ ସମ୍ଭାଳିବାକୁ ପଡୁଛି ତାହେଲେ ଆପଣ କହୁଛୁ ସମ୍ଭାଳିବି ସମ୍ଭାଳିକିରି ସ୍ୱାମୀ ସେବା କରିକିରି ଦିନ କାଟିବାକୁ ପଡୁଛି ତାହେଲେ ଠିକ ଅଛି ଆପଣଙ୍କ କଥା ମାନେ ସେବା କରିବି ଆଉ ବାଟରେ ମାଗି ମାଗି ଯିବା ନା ଗଲେ କଣ ଖାଇବ କଣ ଖାଇବ ହଁ କଣ ଖାଇବ କହୁନ କାଲି 2 ବସ୍ତା ଚାଉଳ ଅଛି ଖାଇବ ଗଲେ ବାବା ତ ଯୋଉଠି ଅରୁଆ ଡାଲମା ହେଲା ସେଇଠି ଖାଇଲା ମୋର କିଛି ଅସୁବିଧା ନୁହଁ ହଉ ତାହେଲେ ଦେଖ ଠାକୁର ଜଣେଇ ଦିଅ ଠକ ଠକିଆଣି ଯୋଗୀ ଯୋଗିଆଣି ହୋଇଲେ ଅଠ ଧରି ଚୁମ୍ବନ ଦେଲେ ଉଚ୍ଚତ ଚାଉଳ ଓଡ଼ିଆ ପାଠ ଆଉ
ଲୁଚି ଚୁମ୍ବନ କଲେ ହବ କି? ଆଉ ମୁଁ କଣ ସେମିତି ଆରେ ଏପଟୁ ଯାଇକି ଦଉନ ଭଲ ଭଲ ଗାଲରେ ଚୁମ୍ବନ ଦିଅ। ଏଇଟା ଆପଣ ମତେ ଶିଖଉଛନ୍ତି ବୋଧେ ନାଇଁ କି? ନାଇଁ ନାଇଁ ଆଉ ଏପଟ ସାଇଡ୍ ଯାଇକି ଦଉନ ଟିକେ ସମସ୍ତେ ଦେଖିବେନି। ଠକା ଠକିଆଣି ଜଗି ଜଗିଆଣି ହଇଲେ ବାବା ବିରାଜି ଭାଇ ଅର୍ଥ ଧରିବା ଚୁମ୍ବନ ଦେଲେ ଉଚ୍ଚତ ସାଉକ ହାତି ଆଚ୍ଛା ଯାଅ ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହଉ, ପୁତ୍ର ସନ୍ତାନ ପ୍ରାପ୍ତି ହଉ, ଏହା ହିଁ ଠାକୁରଙ୍କ ନିକଟରେ ଶୁଭକାମନା କରି ଆପଣଙ୍କୁ ସମ୍ମାନ ଏଠୁ ବିଦାୟ ଦେଉଛି। ହଁ ଗଲାବେଳକୁ ଯଦି କିଛି ଦେଇଥାନ୍ତେ କହିଲେ ଆମେ ସେଇଠୁ ରୋଷେଇ କରି ଖାଇଥାନ୍ତୁ ନା। ହଁ ହ୍ୟାଲୋ ଝିଅ, ହଁ ମଉସା। ଆଉ ଗୋଟେ କଥା ଝିଅ କହିବାକୁ ପଡ଼ିବ ଝିଅ। କଣ ମଉସା? ସେ ସନ୍ନ୍ୟାସୀର କଥା ତ ଜାଣିଛୁ, ହଁ ତାଙ୍କର ଘର ନାହିଁ କି ଦ୍ୱାର ନାହିଁ, ସେ ମଠରେ ରୁହନ୍ତି। ଆଜ୍ଞା ନୂତନ ସଂସାର ଯଦି ତମେ ଗଠନ କରିବ ଝିଅ, ତାହେଲେ କଣ ଦିନେ ଦୁଇ ଦିନ ତିନି ଦିନ ପାଇଁ କିଛିଟା ରେସନ ସାମଗ୍ରୀ ସଂଗ୍ରହ ଆଉ ଗୋଟେ ଦିନ ପାଇଁ ହଁ? ଆଉ ଗୋଟେ ଦିନ ପାଇଁ ମାଗିବ। ନହେଲେ ଗଲେ ଘରେ କଣ ଖାଇବ? କଣ ଖାଇବ? ଯାହା ଥିବ ତାହା ଖାଇବୁ। ନାଇଁ ନାଇଁ ଗୋଟେ କାମ କର ଝିଅ, ଟିକେ ମାଗୁଣି କରିଦିଅ ଟିକେ ସମସ୍ତଙ୍କ ପାଇଁ। ସକାଳ ଘର ଗୋଟେ କିଛି ମାଗି ନିଅ, ଦିନେ ଦୁଇ ଦିନ ତମେ ଚଳିଗଲା ପରେ ତାପରେ ତମର ବାଟ ତମେ ଦେଖ। ଠିକ ଅଛି ଆଉ। ହଁ ହଁ ଶୁଣ